चलो जैसे टिफिन बनाया टिफिन परोटा और भजा। ओहो ठाकुर पाखे भोग लगे जाइए पूजा करी कारण से कामटा तो आग ना टिफिन सजाड़िया टिफिन ताकू सजाड़ी गरम पानी दे सब काम सारी सी भी जाइनि ता भर मो बईतक बोल दिए फिर मोर अच्छी कम छतुआ करनी प्रभु लड्डू गोपाल देख चलो ऋषि तार नेला खाइबा को यहाँ थिला कालीर रातिर रुटी आईटा भजा रातिर रुटी थिले मम तक खाई दियंती जेहेतु सी नहांती बड़ी रुटी आ हाय सांग मैंने केमती अच्छे आशा कर समस्ते भले थे मुझे भल अच्छे चलते आज ब्लॉग कौन कर शेयर करी जी मो चैनल नुआ अच्छा प्लीज मो चैनल को सब्सक्राइब करता वीडियो को मूल शेष जाए देख आसिली रूम को देख रूम अवस्था है सका ऋषि कहली ब्लांकेट हरिका भांगी दे ब्लांकेट भांगे कौन बही पत्र भी जो पड़े से फोपाड़ देकी जाइए सार्ट पैंट से पड़ी गाधेला से गामुछा बदलला से ब्लांकेट घोड़ी की पड़ूला से बही पत्र ये कुआड़े मनीष कौन कर भावुची है सका उठी एत कम ठाकुर पूजा सरला है खुड़ी नहांती तो ठाकुर पूजा करिया पड़े मुझे बहुत शीघ्र भी गाधे आज ठाकुर घर आज जेहेतु मंगलवार पणा दिहब घरे पणा देदेली बो नहीं कि बाहर दांडे पणा देले मुझे भितर ऋषिर फिर टिफिन कली फिर बही पत्र ठाकुर बही बोला बोली सारी खेबा सारी छतुआ नाला जमा अल्प छतुआ छतुआ बेरिया भजा भजी कली तथापि बुटटा धोई नथले धोईकी आनी खरारे ये सुखी है गछरे काली पानी दे नथली आज गली पानी तक देके आसी गोटे सीटर थिला सफा कली आसिली रूम को रूम रो अवस्था है मो देह कौन हो गला काम कर हालत खराब हो गला जाऊँ भंगा भंगी करी 10:30 है रात 10:30 5:30 रु स्टार्टिंग 10:30 हाथ भी पेन है ये जगह चलो रोषे मोर प्राय कम्प्लीट हो गला है ये कलरा भजा जैसे अल्प तेल पड़ी अधिक तेल पकड़ एटा मोर डाली एटा कलरा भजा है हाँ से धनिया पत्र सुखी जाए बाहर करदेली भितर फ्रिज से बाछी होनी से अगड़ मगड़ हो गला साइज रे ना से पूरा तेर नाड़ सब आ कि ना पत्र कोबी चढ़ा तापरे शाग धुआ शाग भजा हम शुकुआ टिके हम बुटटा सुखी बुटटा भाग पानी दी गछ पोता 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 हो पानी
ମଶାକୁ ଆଣିକି ବି ଏଇଠି ଟଙ୍ଗେଇ ଦେଇଛି, ଯାଉଛି ନେଇଯିବି ଭିତରକୁ। ମଶା କ'ଣ ଖାଇଲାନି ପତ୍ର, ଟେଡ଼ଙ୍ଗ ଟେଡ଼ଙ୍ଗ ଟେଡ଼ଙ୍ଗ। କ'ଣ ତା ମୂଳ ଖାଇଦେଲା, ଶୁକୁଡ଼ା ପତ୍ର ଖାଇବନି? ତୁ ଖାଲି ଫ୍ରେଶ୍ ଫ୍ରେଶ୍ ଜିନିଷ ଖାଇବୁ। ୱା ୱାହ ୱାହ ୱାହ। ଏଇଠି ଥିବ, ତମେ ତ ଏଇଠି ଅଛ, ଏଇନା ଶୁଖୁଆ ଫୁକୁଆ ବାଛିବ। ସେଇଠି ଥାଉ ନା, କିଛି ସମୟ ଥାଉ, ଆସିବ ଆଉ। ଅଛି ତ ଟଙ୍ଗା ହେଇଛି ଆଉ। ହଉ ଚାଲ। ଶୁଖୁଆ ଧୋଇବ, 1 ବାଜିଲାଣି। ଦିଅ ମୁଁ ଶାଗ ପକେଇ ଦଉଛି। ଦିଅ ଦିଅ, ମୁଁ କାଢୁଛି, ତମେ ଯାଅ ଶୁଖୁଆ ଧୋଇଦିଅ। ଏଇଟା କ'ଣ ଗୁଡିଆ ହେଇଛି? ପକୋଡ଼ି, ପିଆଜ, ମୁଢ଼ି, କଞ୍ଚା ଲଙ୍କା। ଚାଲ, ଏଇଟା ଡାଲମା ବସେଇଦେଲି ରାତି ପାଇଁକି। ଏଇଟା ପକୋଡ଼ି ଛଣା ହେଇଥିଲା, ବୁଟ ପକୋଡ଼ି। ଏଇଟା ସମସ୍ତେ ଖାଇସାରିଲେଣି, ଯେହେତୁ ମୁଁ ଖାଇନଥିଲି। ଏତେ ଜୋର ଟିଭି ସାଉଣ୍ଡ ହେଉଛି ନା। ଚାଲି ଆସିଲେ ଏପଟ ରୁମ୍କୁ। ଡାଲମାଟା ବସେଇଥିଲେ, ମୁଁ ଖାଇସାରିବା ଭିତରେ ଡାଲମାଟା ହେଇଯିବ। ତାକୁ ବଘାରି ଦେବି, ତାପରେ ଗୁଗୁକୁ ନେଇକି ଯିବି ପାଠ ପଢ଼ିବାକୁ। ସନ୍ଧ୍ୟାରେ କାହିଁ ମୁଣ୍ଡଟା ବିନ୍ଧା ହେଉଛି ଭାରି, ଆଇଥିଲି ଥଣ୍ଡାରୁ, ନହେଲେ ଶୋଇନଥିବାରୁ। ଚାଲ ଚାଲ, ମୁଣ୍ଡଟା କ'ଣ ହେଉଛି, ରୋଲନ୍ ଲଗିଆ ହେଇଛି। ସରିଲା ନିଦ୍ରା ଟାଇମ୍, ଏବେ ପୁରା ଚିତପଟାଙ୍ଗ। ଫେର ଆଲାରାମ ବାଜିଲା ବେଳକୁ ନିଦ ଭାଙ୍ଗିବ। ଫେର ଆଉ ଟିକେ ଇଚ୍ଛା ହେଉଥିବ ଶୋଇବାକୁ, ଆଉ ଉଠିବନି। ଉଠ, କାମ କର, ଶୋଇବୁ କ'ଣ? ଉଠ, ଆଲାରାମ ବାଜିବ, ଶୋ। ଏଇ ବୁଡ଼ୁ ନା ଏଇଠି। ଏଇ ଗୁଗୁ, କାହା କଥା ଭାବୁଛୁ? ଶୁଅ। ପୁଚୁ କଥା ଭାବୁଛୁ? କାହିଁକି? ଖେଳିବୁ? ହଁ, ଆଉ ପାଠ ପଢ଼ ନା। ପୁଚୁ ତ ବାନ୍ତି ଫାନ୍ତି ହେଇକି ପଡ଼ିଛି। ପୁଚୁ କଥା ଭାବୁଛୁ? ଚାଲି, ତାର ସେ କାଶ ବାନ୍ତି ସବୁ ହେଉଛି। ହଉ, ରାସେସ୍ ହେଇଯାଇଥିଲା। ଚାଲ, ସକାଳୁ ସକାଳୁ ଆଜି ଆକ୍ୱାରିୟମ୍ ପୁରା କ୍ଲିନ୍ ହେଇଯାଇଛି। ବାପାଙ୍କର ମୋର ଆଜି ସବୁ ସଫା କରିଦେଲୁ। ଗାଧୋଇ ପାଧୋଇ ଆସିଲା ବେଳକୁ କେତେବେଳେ ହେଲାଣି। ୱାସିଂ ମେସିନ୍ରେ କାଲି 4ଟା ବେଳେ ପକେଇଥିଲି, ଇଏ ପକେଇବାକୁ ଲାଇନ୍ କଟିଗଲାନି କାଲି ସନ୍ଧ୍ୟା ଦେଲା ବେଳକୁ ଆସିଲା ବେଳକୁ। ମୁଁ କହିଲି ହଉ ତାହେଲେ ହଉଥାଉ। ଚାଲ, ଚାହା ହେଉ, ବିସ୍କୁଟ। ପିଇଦେଇକି ଟିକେ ମେଡ଼ିସିନ୍ ଖାଇବା, ମୁଣ୍ଡଟା କ'ଣ ହେଉଛି। ଚାଲ, ସକାଳୁ ଆଗ ଗୁଗୁକୁ ବିଦା କରିଦେଲି, ତାପରେ ଯେ ଆକ୍ୱାରିୟମ୍ ସଫା କଲି। ଆକ୍ୱାରିୟମ୍ 2 ଜଣ ନହେଲେ ସଫା ହେଇପାରିବନି। ଆଉ ମୁଁ ଏତେ ପାଣି ବୋହିକି ନେଇକି ଢାଳି ପାରିବିନି, କାରଣ ମୋର ବେକକୁ ଆଉ ଇଏ ପେନ୍ ହେବ। ଅଧିକା ଟିକେ ପରିଶ୍ରମ କଲେ। ସେଠୁ ବାପା ମୋତେ ହେଲ୍ପ କରିଦେଲେ। ବାପା ପାଣି ତକ ସବୁ ବୋହି ନେଲେ, ମୁଁ ଆକ୍ୱାରିୟମ୍ରୁ ସବୁ ବାହାର କରିଦେଲି, ବୋହି ନେଲେ। ଆଉ ସଫାସଫି ବି ମୁଁ କରିଦେଲି। ଆଉ ପାଣି ବି ବାପା ମୋର ହେଲ୍ପ, 2 ଜଣ ମିଶିକି ଆକ୍ୱାରିୟମ୍ କ୍ଲିନ୍ କର। ଆକ୍ୱାରିୟମ୍ ଏତେ ଗନ୍ଦା ହେଇଥିଲା, ପୁରା ଗ୍ରୀନ୍ ହେଇଯାଇଥିଲା ପାଣି ହେଲା। ଚାଲ, ସଫା ହେଇଗଲା। ତାପରେ ଆଜି ଯେହେତୁ ବୁଧବାର, ଆଉ ଖୁଡ଼ି ନାହାନ୍ତି, ବୋଉ ଏକୁଟିଆ ଏତେ ବଡ଼ ପୋଛାପୋଛି କରିପାରୁନି। ତାକୁ ସବୁ ପୋଛାପୋଛି କରିକି ଗାଧୋଇବାକୁ ଆସିଲେ ପ୍ରାୟ ହେଇଯାଇଥିଲା 7:30 ପରେ ହେଇଥିଲା, 8ଟା ବାଜିବାକୁ ଥିଲା।
8ଟା ବାଜି 10-15 ଥିଲା ରିଷିକି ଗାଧେଇ ଦେଲି, ମୁଁ ଗାଧେଇ ଦେଲି, ଆଉ ତାପରେ ଟିଫିନ୍ କିଛି କଲିନି। ବାପାଙ୍କୁ କହିଲି ତାର ପାଇଁ ଟିକେ ବରା ତରକାରୀ ନେଇ ଆସ, ସେ ନେଇଯିବ, ନେଇଗଲା। ଆଉ ମୁଁ ଚାହା ଖାଇକି ଆସିଲାଣି। ଏଇଟା କାହିଁ ବିନ୍ଧା ହେଉଛି ଭାରି ଜୋରେ ମୁଣ୍ଡକୁ, ଆଖି। ଯାଉଛି କିଛି ସମୟ ଟିକେ ରେଷ୍ଟ ନେଇଯିବି, ତାପରେ କାମ କରିବି, ଭଲ ଲାଗୁନି। ଚଷମାଟା ନହେଲେ ଲଗେଇବି ଆଉ। ରୋଷେଇ ମୋର ସରିଗଲା, ଡାଲମା କରିଦେଲି, ଆଉ ଏଇଟା ହେଲା ଦେଶୀ ଆଳୁ, ମାଟି ଆଳୁ ଯେଉଁଟା କୁହାଯାଏ, ବିନ୍ସ, ଭଣ୍ଡା ଆଉ ଆଳୁ ପ୍ରେସର ଦେଇକି ଭଜା କରିଦେଲି ସାଧାରେ ଖାଇବା ପାଇଁ। ବୋଉ ତାଙ୍କର ମାଛ ଭଜା, ମାଛ ତରକାରୀ ହବ, ଚୁଲିରେ ମାଛ ଭଜା ହେଉଛି, କୋଉଠି ଚୁଲିରେ ମାଛ ଆସନ୍ତି। ଚାଲ।